କେମିତି ଅଛ? ଖାଇଛ ତ? ସଫାସୁତୁରା ଅଛ ତ? ଡ୍ରେସ୍ ଭଲ ଅଛ ନା ସମସ୍ତେ? ଆଚ୍ଛା ଆଉ ଛିଡ଼ା ହେଇଥାଅ ମୁଁ ଗୋଟେ ଗପ କହିଦେବି ହେଲା। ଛିଡ଼ା ହେଇଥାଅ ଗପ ଗୋଟେ ଆଜି ପଢିବା ହେଉଛି ତୁମକୁ କୁମ୍ଭୀର ମାଙ୍କଡ। କାର? କୁମ୍ଭୀର ମାଙ୍କଡ। କୁମ୍ଭୀର ଦେଖଛ ନା? କୁମ୍ଭୀରଟା କଣ କୁହନ୍ତି? କ୍ରୋକୋଡାଇଲ। ମାଙ୍କଡଟା କଣ କୁହନ୍ତି? ମାଙ୍କଡଟା ମଙ୍କି। ଆଚ୍ଛା ଥରେ ଗୋଟେ ଜାମୁ ଗଛରେ ନଦୀ ଧାରରେ ହେଲା କୋଉଠି ମାଙ୍କଡଟା ଜାମୁ କୋଳି ଖାଉଥିଲା। କି ଖାଉଥିଲା? ଜାମୁ କୋଳି। ଆଉ ସେ ନଦୀରେ ଗୋଟେ କୁମ୍ଭୀର ରହୁଥିଲା ହେଲା। କୁମ୍ଭୀର ଧୀରେ ଧୀରେ ସେ ଗଛ ପାଖକୁ ଆସିଲା। ଗଛ ପାଖକୁ ଯେତେବେଳେ ଆସିଲା ମାଙ୍କଡ ତ ଖାଉଛି ଜାମୁ କୋଳି। କହିଲା ମାଙ୍କଡ ମତେ ଗୋଟେ ଜାମୁ ଦେ କହିଲା। କିଏ କହିଲା? କୁମ୍ଭୀର କହିଲା। ପାଣିରେ ଥାଇକି ସେ ତ ଉଠି ପାରିବନି ଗଛକୁ କୁମ୍ଭୀର। ମାଙ୍କଡକୁ କହିଲା ଜାମୁ ଦେ। ସେ ଗୋଟେ ଟୁକିନା ଜାମୁ କୋଳି ପକେଇଦେଲା। ବୋଲେ ଖାଇଦେଲା କୁମ୍ଭୀର। ବହୁତ ମିଠା ଲାଗିଲା। ବୋଲେ ଆଉ କିଛି ଆଉ ଦେ ମୁଁ ମୋର ସ୍ତ୍ରୀ ପୁରେଇ ଦେବି କହିଲା। আর नहीं था ତା ସ୍ତ୍ରୀକୁ ତା ସ୍ତ୍ରୀ ଯେତେବେଳେ କୁମ୍ଭୀରର ସ୍ତ୍ରୀ ଯେତେବେଳେ ଖାଇଲା ସେ କହିଲା ବହୁତ ମିଠା ଲାଗୁଛି। ସେ ମାଙ୍କଡର କଲିଜା ବି ମିଠା ଲାଗୁଥିବ କହିଲା ବୋଲେ କୁମ୍ଭୀର ପୁଣି ଗଲା ଆର ଦିନ। ସେ କହିଲା ମାଙ୍କଡକୁ ଚାଲ ତତେ ମୁଁ ତ ଆମ ଘରକୁ ବୁଲେଇ ଆଣିବି। ମୋ ସ୍ତ୍ରୀ ବଢିଆ ବଢିଆ ରୋଷେଇ କରିଛି କହିଲା ନାଇଁ ତା ଦେଇ ପଟିକିନା ବସି ପଡିଲା କୁମ୍ଭୀର ପିଠିରେ ମାଙ୍କଡଟା। ତାପରେ ତା ଘରକୁ ନେଇଗଲା। ନେଇଗଲା ପରେ ଅଧା ବାଟ ପହଞ୍ଚି ନଥିଲା ଟିକେ ବାଟରେ ସେ କହିଲା କଣ କହିଲା? କଣ କହିଲା କଲିଜା ଖାଇବ କହୁଛି। ମୋ କଲିଜାଟା ଗଛର କରରେ ଅଛି। ସମସ୍ତେ ପୁଣି ଆଉଥରେ ସେ ତାକୁ ସେଇ ଗଛ ପାଖକୁ ନେଇଗଲା। ମାଙ୍କଡ ଟୁଙ୍କିନା ଦେଇକିନା ଆରେ ବୋକା ମୋ କଲିଜାଟା ଗଛରେ ନାହିଁ ମୋ ଭିତରେ ଅଛି। ପାରିବି କି ଯେ ବୋକା ତାହେଲେ ବୁଦ୍ଧି ଦେଲେ ଜୀବନ ରକ୍ଷା ହେଇପାରିଲା କେମିତି ବୁଝିପାରିଲ ନା ନାଇଁ? ବୁଝିଗଲ ସମସ୍ତେ? ଗପ ଆଚ୍ଛା ବସି ପଡ।